विजय कुमार राउत कर्मचारी ଆପଣ ଦେଖନ୍ତୁ 1990 ମସିହାରେ ଭଦ୍ରକର ବରପଦା ଇଞ୍ଜିନିୟରିଂ କଲେଜ କ୍ୟାମ୍ପସରେ କର୍ମଚାରୀମାନଙ୍କର ଗୋଟେ ମାସ ଦରମା ଦେଲେ। ସେତେବେଳେ ବିଜୁ ପଟ୍ଟନାୟକ କହିଥିଲେ ଯେ ମୁଁ ସରକାରକୁ ଆସିଲା ବେଳେ 1995 ମସିହାରେ ମୁଁ ଏ କଲେଜକୁ ସରକାର କରିବି, କିନ୍ତୁ ବିଜୁ ପଟ୍ଟନାୟକ ତ ସରକାରକୁ ଆସିଲେନି। କିନ୍ତୁ ତାଙ୍କ ପୁଅ ନବୀନ ପଟ୍ଟନାୟକ ସରକାରକୁ ଆସିଲା ବେଳେ ତାଙ୍କରି ମନ୍ତ୍ରୀ ତାଙ୍କରି ବିଧାୟକ ପ୍ରଫୁଲ୍ଲ ସାମଲ ସେ ଇଞ୍ଜିନିୟରିଂ କଲେଜକୁ ତାକୁ ହାତକୁ ନେଇକି କଳେ ବଳେ କୌଶଳେ ସେଥିରୁ ଶହ ଶହ କୋଟି ଟଙ୍କା ଲୁଟ୍ କରିଛନ୍ତି। ତାଙ୍କ ପୁଅ କଲେଜର କର୍ମଚାରୀମାନଙ୍କ ଉପରେ ବୋମା ପକାଇଥିଲେ ଏବଂ ଏବେ ମଧ୍ୟ ପ୍ରଫୁଲ୍ଲ ସାମଲଙ୍କ ପ୍ରରୋଚନାରେ ତାଙ୍କର କ୍ଷମତା ବଳରେ ଜିଲ୍ଲା ପ୍ରଶାସନ କତରୁ ଆରମ୍ଭ କରିକି ତୃତୀୟ ମହଲା ପର୍ଯ୍ୟନ୍ତ ନେତା କର୍ମଚାରୀ ସମସ୍ତେ ଆମକୁ ନ୍ୟାୟ ଦେଉନାହାନ୍ତି। ପ୍ରଫୁଲ୍ଲ ସାମଲଙ୍କର ଅନ୍ୟାୟ ଏବଂ ଦୁର୍ନୀତି ସହିତ ସେମାନେ ହାତ ମିଳାଇଛନ୍ତି, ଯାହାଫଳରେ ଭଦ୍ରକର ଲୋକ ଜନସାଧାରଣ ଇଏ ଆନ୍ଦୋଳନ କଲେ ମଧ୍ୟ ତ୍ରାହି ତ୍ରାହି ଡାକିଲେଣି, କିନ୍ତୁ ସୁଫଳ ମିଳୁନାହିଁ। ତେଣୁ ପ୍ରଫୁଲ୍ଲ ସାମଲ ଯେତେ ପର୍ଯ୍ୟନ୍ତ କ୍ଷମତାରେ ଥିବେ ଭଦ୍ରକର ଇଞ୍ଜିନିୟରିଂ କଲେଜ ଏବଂ ଭଦ୍ରକର ଜନସାଧାରଣ କେବେ ଶାନ୍ତି ପାଇବେ ନାହିଁ। ଦ୍ୱିତୀୟ କଥା ହେଉଛି ପ୍ରଫୁଲ୍ଲ ସାମଲଙ୍କର ପୁଅ ବର୍ତ୍ତମାନ ଆଖି ଦୃଶ୍ୟ ଯେଉଁ ରିଜାଇନ୍ କରିଛନ୍ତି ସେ ପ୍ରେସିଡେଣ୍ଟସିପ୍ ରିଜାଇନ୍ କରିଛନ୍ତି, କିନ୍ତୁ ସୋସାଇଟି ଭଙ୍ଗ ହୋଇନାହିଁ। ତେଣୁ ତାର କିଛି ମୂଲ୍ୟ ନାହିଁ। ତେଣୁ ଯେତେ ପର୍ଯ୍ୟନ୍ତ ସୋସାଇଟି ଭଙ୍ଗ ନ ହୋଇଛି ସେ ପର୍ଯ୍ୟନ୍ତ ବରପଦା ଇଞ୍ଜିନିୟରିଂ କଲେଜରେ କୌଣସି ପରିବର୍ତ୍ତନ ହେବ ନାହିଁ। ତେଣୁ ଆମେ ବର୍ତ୍ତମାନ ନବୀନ ସରକାରଙ୍କୁ ପାଣ୍ଡିଆନ ସରକାରକୁ ଅନୁରୋଧ କରୁଛୁ, ଆପଣ ଯେଉଁ 5T କଥା କହୁଛନ୍ତି ଯେ ତାକୁ ପ୍ରକୃତରେ ରୂପାୟନ କରୁଛନ୍ତି, ତାହେଲେ ଆପଣ ତତ୍କ୍ଷଣାତ୍ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପରିବାର କର୍ତ୍ତୃତ୍ୱାଧୀନ ବିଏସ୍ଡି ସୋସାଇଟିକୁ ଭଙ୍ଗ କରନ୍ତୁ। ଏଥିପାଇଁ ଭଦ୍ରକର ଏଡିଏମ୍ ଏବଂ କଲେକ୍ଟରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ ଏବଂ ଲୋକମାନଙ୍କୁ ସୁଶାସନ ଦିଅନ୍ତୁ। ନହେଲେ ଆଗାମୀ ଦିନରେ ବିଜୁ ବାବୁ ଯେଉଁ ସ୍ୱପ୍ନ ଦେଖିଥିଲେ, ପ୍ରଶ୍ନ ଉଠୁଛି ବିଜୁ ବାବୁଙ୍କ ସ୍ୱପ୍ନକୁ ନବୀନ ବାବୁ ସାକାର କରୁଛନ୍ତି ନା ଦୁର୍ନୀତିଯୁକ୍ତ ଇଏ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅଙ୍କୁ ନେଇକି ଇଏ ଶିକ୍ଷାନୁଷ୍ଠାନକୁ ନଷ୍ଟ କରୁଛନ୍ତି। ତେଣୁ ଆଗାମୀ ଦିନରେ ଭଦ୍ରକବାସୀ ଏହାର ଜବାବ ଦେବେ। ମୁଁ ପୁଣି ଥରେ ଆପଣ ଗଣମାଧ୍ୟମ ମାଧ୍ୟମରେ ଅନୁରୋଧ କରୁଛି ନବୀନ ବାବୁଙ୍କୁ, ତେଣୁ ପ୍ରଫୁଲ୍ଲ ବାବୁଙ୍କୁ ଏଭଳି କଳ କୌଶଳ ଖର୍ଚ୍ଚ କରିକି ବରପଦା ଇଞ୍ଜିନିୟରିଂ କଲେଜକୁ ନଷ୍ଟ କରିବାର ଯେଉଁ ଚକ୍ରାନ୍ତ ସେଥିରୁ ନିବୃତ୍ତ କରାନ୍ତୁ ଏବଂ ତାଙ୍କୁ ତତ୍କ୍ଷଣାତ୍ ବିଏସ୍ଡି ସୋସାଇଟି ତାଙ୍କ ପରିବାରକୁ ଦୂରେଇ ରଖିକି ବିଏସ୍ଡି ସୋସାଇଟିକି ଭଙ୍ଗ କରନ୍ତୁ। ନୂଆ ପରିଚାଳନା କମିଟି ଗଠନ କରନ୍ତୁ। କଲେକ୍ଟର ଏହା ଦାୟିତ୍ୱ ନେଉ କିମ୍ବା ସରକାର ଏହା ଦାୟିତ୍ୱ ନିଅନ୍ତୁ। ପ୍ରଫୁଲ୍ଲ ସାମଲଙ୍କୁ କ୍ଷମତାରୁ ଦୂରେଇ ରଖିବାକୁ ମୁଁ ନବୀନ ବାବୁଙ୍କୁ ବାରମ୍ବାର ଅନୁରୋଧ କରୁଛି। ଦେଖନ୍ତୁ ପ୍ରଫୁଲ୍ଲ ସାମଲ ଟିକେଟ୍ ପାଇବା ଆମର କିଛି କଥା ନାହିଁ, ଆମେ ରାଜନୀତି କରିବା ପାଇଁ ଚାହୁଁନୁ, କିନ୍ତୁ ପ୍ରଫୁଲ୍ଲ ସାମଲ ଯେହେତୁ ଜଣେ ସିନିୟର ଲିଡର ଭଦ୍ରକରେ ଯେତେ MLA MP ଅଛନ୍ତି ତାଙ୍କ ବିରୁଦ୍ଧରେ ଯାଇପାରୁନାହାନ୍ତି। ସେମାନେ ସବୁବେଳେ କହୁଛନ୍ତି ଆମର ପ୍ରକୃତରେ ଆମେ ତାଙ୍କ ଗୋଟେ ସିନିୟର ଲିଡର ବିରୁଦ୍ଧରେ ଆମେ ଯାଇପାରିବୁନୁ। ତେଣୁ ପ୍ରଫୁଲ୍ଲ ସାମଲ ଜଣେ ସିନିୟର ଲିଡର ହିସାବରେ ରହିକି ସମସ୍ତ ଜୁନିୟର ଲିଡରଙ୍କୁ ତାଙ୍କ ହାତରେ ରଖିକି ଜିଲ୍ଲା ପ୍ରଶାସନକୁ ହାତରେ ରଖିକି ତୃତୀୟ ମହଲାର କିଛି କର୍ମଚାରୀମାନଙ୍କୁ ହାତରେ ରଖିକି ଇଏ ବରପଦା ଇଞ୍ଜିନିୟରିଂ କଲେଜକୁ ଲୁଟ୍ କରୁଛନ୍ତି ଏବଂ ସିଏ ନିଜେ ମଧ୍ୟ କହୁଛନ୍ତି ମୁଁ ନ ରହିଲେ କଲେଜ ରହିବ ନାହିଁ ଏବଂ ସେ ଚକ୍ରାନ୍ତ ଚଳାଇଛନ୍ତି ଇଏ କଲେଜକୁ ଭବିଷ୍ୟତରେ ବନ୍ଦ କରିଦେବା ପାଇଁ। ନିଶ୍ଚିତ ଭାବରେ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ତାଙ୍କ ପରିବାର ତାଙ୍କ ସମର୍ଥକ ସମସ୍ତେ ଇଞ୍ଜିନିୟରିଂ କଲେଜର ବାଧକ ସାଜିଛନ୍ତି ନୁହେଁ। ଭଦ୍ରକ ଜିଲ୍ଲାରେ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରୁନାହିଁ ଏବଂ ଭଦ୍ରକରେ ମଧ୍ୟ 1990 ମସିହାରେ ଯେତେବେଳେ ସାମ୍ପ୍ରଦାୟିକ ଦଙ୍ଗା ହୋଇଥିଲା ପ୍ରଫୁଲ୍ଲ ବାବୁ ମନ୍ତ୍ରୀ ଥାଇକି ଭଦ୍ରକ ସେତେବେଳେ ଉପସ୍ଥିତ ଥିଲେ। ତେଣୁ ଭଦ୍ରକରେ ଯାହା ବାଧକ ହେଉଛି ଯାହା ଡିଷ୍ଟର୍ବାନ୍ସ ହେଉଛି ସେଥିପାଇଁ